ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା। ଟ୍ରକ୍ର ପଛରୁ ଧକ୍କା ଦେଲା ବୋଲର, ଜଣେ ମୃତ ଓ 5 ଜଣ ଗୁରୁତର। 16 ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚରମ୍ପାରୁ ଅଳ୍ପ କିଛି ଦୂର ରାହାଞ୍ଜ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ରାହାଞ୍ଜର ବାସୁଳି ଧାବା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ର ପଛରୁ ଧକ୍କା ଦେଇଛି ବୋଲର। ଦୁର୍ଘଟଣାରେ ବୋଲରର ଆଗ ଚାପି ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରିଛନ୍ତି। ବାସୁଦେବପୁର ବ୍ଲକ ଇରମ୍ପାଡ଼ି ସାହିର ଗୋଟିଏ ପରିବାରର 9 ଜଣ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ 5 ଜଣ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ପରିବାରର ମୁଖିଆ ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭଦ୍ରକରୁ ରମେଶ ପାଗଳଙ୍କ ରିପୋର୍ଟ, ଆର୍ପି ନ୍ୟୁଜ୍ ଓଡ଼ିଆ।